ଭକ୍ତ ଓ ଭଗବାନ। ଥରେ ସନ୍ଥ ସୁରଦାସଙ୍କୁ ଜଣେ ବ୍ୟକ୍ତି ଭଜନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦେଲେ। ଭଜନ କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନ କରିବା ପରେ ଯେତେବେଳେ ବିଦାୟ ନେବା ସମୟ ଆସିଲା, ସେତେବେଳେ ବ୍ୟକ୍ତି ଜଣକ ସୁରଦାସଙ୍କୁ ଘରେ ଛାଡ଼ିବା କଥା ଭୁଲିଗଲେ। ସୁରଦାସଙ୍କର ଅତି ଉଦାର ମନ ସେହି ବ୍ୟକ୍ତିଙ୍କୁ ଅସୁବିଧା କରିବା ପାଇଁ ଗଲା ନାହିଁ। ସେଇଥିପାଇଁ ସେ ନିଜେ ଆଶାବାଡ଼ି ଧରି ଗୋବିନ୍ଦ ଗୋବିନ୍ଦ କହି ଅନ୍ଧାର ରାସ୍ତାରେ ନିଜ ଘର ଆଡ଼କୁ ବାହାରି ପଡ଼ିଲେ। ରାସ୍ତାରେ ଗୋଟିଏ କୂଅ ଆସେ। ସୁରଦାସ ନିଜ ଆଶାବାଡ଼ି ସହାୟତାରେ ଆଗକୁ ଆଗକୁ ବଢ଼ିଥିଲେ। ହୁଏତ ଆଉ ପାଦେ ଆଗକୁ ଯାଇଥିଲେ ସେ କୂଅରେ ପଡ଼ିଯାଇଥାନ୍ତେ। ହେଲେ ତାଙ୍କୁ ମନେ ହେଲା ସତେ ଯେମିତି କେହି ଜଣେ ତାଙ୍କ ଆଶାବାଡ଼ିକୁ ଧରି ପକାଇଲେ। ସେତେବେଳେ ସେ ପ୍ରଶ୍ନ କଲେ, ତମେ କିଏ? ଉତ୍ତର ମିଳିଲା, ବାବା, ମୁଁ ଜଣେ ବାଳକ। ଆପଣଙ୍କ ଭଜନ ଶୁଣି ମୁଁ ଏଇ ରାସ୍ତାରେ ଫେରୁଥିବା ବେଳେ ଦେଖିଲି ଆପଣ ଭୁଲ ବାଟରେ ଯାଉଛନ୍ତି, ତେଣୁ ଧରି ପକାଇଲି। ଚାଲନ୍ତୁ ଚାଲନ୍ତୁ, ମୁଁ ଆପଣଙ୍କୁ ଘରେ ଛାଡ଼ିଦେଇ ଆସିବି। ସୁରଦାସ ପୁଣି ପ୍ରଶ୍ନ କଲେ, ତୁମ ନାମ କ'ଣ ବାବା? ପିଲାଟି ଉତ୍ତର ଦେଲା, ବାବା, ମୋ ମା ଏବେ ଯାଇ ମୋ ନାଁ ରଖିନାହାନ୍ତି। ତାହେଲେ ମୁଁ ତୁମକୁ କେଉଁ ନାମରେ ଡାକିବି? କୌଣସି ନାଁ ବି ଚଳିବ ବାବା। ସୁରଦାସ ରାସ୍ତାରେ ଅନେକ ପ୍ରଶ୍ନ କଲେ। ତାଙ୍କୁ ଲାଗୁଥିଲା ନିଶ୍ଚୟ ଏହି ବାଳକ କୃଷ୍ଣ ହିଁ ଅଟନ୍ତି। ସେ ଜାଣିଗଲେ ଯେ ଆଜି ଗୋପାଳ ନିଜେ ମୋ ପାଖକୁ ଆସିଛନ୍ତି। ତାଙ୍କ ହାତକୁ ମୁଁ କାହିଁକି ଛୁଇଁ ନ ଦେବି? ଏମିତି ଚିନ୍ତା କରି ସେ ନିଜ ହାତ ଆଶାବାଡ଼ି ଉପରେ ଆଗକୁ ଆଗକୁ ଖସାଇ ଖସାଇ ନେବାକୁ ଲାଗିଲେ। ଭଗବାନ ଶ୍ରୀକୃଷ୍ଣ ତାଙ୍କର ଏହି ଚତୁରତା ବୁଝିପାରିଲେ। ସୁରଦାସଙ୍କ ହାତ ଧୀରେ ଧୀରେ ଆଗକୁ ବଢ଼ୁଥିଲା। ଆଉ ଯେତେବେଳେ ମାତ୍ର 4 ଆଙ୍ଗୁଳି ବାକି ଥିଲା, ସେତେବେଳେ ସେ କୃଷ୍ଣ ବାଡ଼ିକୁ ଛାଡ଼ିଦେଇ ଦୂରକୁ ଚାଲିଗଲେ। ସେ ଯେମିତି ବାଡ଼ି ଛାଡ଼ି ଦେଇଛନ୍ତି, ସୁରଦାସ ବିଫଳ ହୋଇଗଲେ। ଆଖିରୁ ତାଙ୍କର ଅଶ୍ରୁଧାରା ବହିବାକୁ ଲାଗିଲା। ସେ କହିଲେ, ମୁଁ ଅନ୍ଧ। ଏମିତି ଅନ୍ଧର ଆଶାବାଡ଼ି ଛାଡ଼ି ଦେଇ ଚାଲିଯିବା କ'ଣ ତୁମର ବାହାଦୁରୀ କି? ଆଉ ତାଙ୍କ ମୁହଁରୁ ସ୍ୱତଃ ଏହି ଭଜନ ବାହାରି ଆସିଲା, ହାତ ଛୁଡ଼ାଏ ଯାତେ ହୋ ନିର୍ବଲ ଜାନି କେ ମୋଏ, ହୃଦୟ ସେ ଜବ ଯାଓगे ତ ସବଲ ଜାନୁ ମେ ତୋଏ। ଅର୍ଥାତ୍ ମୋତେ ନିର୍ବଳ ବୋଲି ମନେକରି ମୋ ହାତ ଛାଡ଼ି ଦେଇ ଯାଉଛ, କିନ୍ତୁ ଯଦି ମୋ ହୃଦୟରୁ ବାହାରି ଯାଇପାରିବ, ତେବେ ମୁଁ ତୁମକୁ ବଳବାନ ବୋଲି ମାନିବି। ଭଗବାନ ଶ୍ରୀକୃଷ୍ଣ ହସି ଦେଇ କହିଲେ, ବାବା, ଯଦି ମୁଁ ଏମିତି ଭକ୍ତଙ୍କ ହୃଦୟରୁ ଚାଲିଯିବି, ତାହେଲେ ରହିବି କେଉଁଠି? ଜୟ ଶ୍ରୀକୃଷ୍ଣ।